गुरुब्रह्मा गुरुविष्णु गुरुदेवो महेश्वरो गुरुसाक्षात् परं ब्रह्म तस्मै श्रीगुरवे नमः। ॐ नमो गणेश विघ्नेश गिरिजानन्दनो प्रभु मम विघ्नविनाशाय गणाधिपतये नमः। ॐ वक्रमण्डलाकारं व्याप्तं जनं चराचरं तत्पदं दर्शितं येन तस्मै श्रीगुरवे नमः। शुक्लाम्बरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायते सर्वविघ्नोपशान्तये। नारायणं नमस्कृत्यं नरं चैव नरोत्तमं देवी सरस्वती चैव ततो जयत्मुदीरयेत्। व्यासरूपाय विष्णवे नमो वै ब्रह्मविदये विशिष्टाय नमो नमः। मङ्गलं भगवानं विष्णुं मङ्गलं गरुडध्वजं मङ्गलं पुण्डरीकाक्ष मङ्गलं पुरुषोत्तम माधवो माधववाक्यं माधवो माधवो हरि स्मरन्ति साधवो नित्यं सर्वकार्येषु माधव। गीता महात्मा ऋषिवाच हे सुत दया करि आपे ए गीता महात्मा कथिते मुनिଙ୍କୁ କହିଲେ ଏକ ବ୍ୟାସ ବୁଝାଇ କରାଇବେ ତୋଷ। ସୁତବାଚ ଗୋପନ ଶାସ୍ତ୍ର ଏହି ଗୀତା କହୁଛି ଶୁଣ ମର୍ମ କଥା। ଶ୍ରୀକୃଷ୍ଣ କହିଲେ ଅର୍ଜୁନେ ବ୍ୟାସ ଯେ ଯଜ୍ଞ ବଳେ ପୁଣେ ଜନକ ଆଦି ଋଷି ଯେତେ ଶୁଣି ତରିଲେ ଭବ ପଥେ। ବ୍ୟାସ କହିଲେ ଫଳଶ୍ରୁତି ଶୁଣିଲେ ହୁଏ ମୋକ୍ଷ ପ୍ରାପ୍ତି ସାରଥି ହେଲେ ସେ ପାର୍ଥଙ୍କ ବିଷାଦେ ବୁଝାଇ ଅନେକ। ଗୀତା ଯେ ଗ୍ରନ୍ଥରେ ପରମ ଅଟଇ ତରଣୀ ସମାନ ଯେଉଁ ଯେ ନ ବୁଝେ ଜ୍ଞାନକୁ ଯୋଗରେ ପଶେ ସେ କାଳକୁ। ଗୀତାକୁ ଶ୍ରବଣ କରିଲେ ବ୍ରହ୍ମଲୋକରେ ସ୍ଥାନ ମିଳେ ସଗୁଣ ନିର୍ଗୁଣ ଭାବକୁ ସେ କୃଷ୍ଣ ବୁଝାଇ ପାର୍ଥକୁ। ଭକ୍ତିର ଗନ୍ତାଘର ଗୀତା 18 ଅଧ୍ୟାୟ ପ୍ରେମ ଗାଥା ସଂସାରରୁ ତରି ଯିବା ପାଇଁ ଗୀତା ଉପରେ ନିତ୍ୟ ହୋଇ ଶ୍ରଦ୍ଧାକୁ ଯେ ଜନ ଛାଡ଼ଇ ଗଜ ସ୍ଥାନର ଫଳ ପାଇ। ଶ୍ରଦ୍ଧା ନଥିଲେ ଗୀତା ପାଠେ ମନୁଷ୍ୟ ଭୋଗୁଥାଏ ପାପେ। ଗୀତାର ମର୍ମ ନ ବୁଝଇ ନରକ ଭୋଗ ଭୋଗୁଥାଇ ଅଚଳାଚଳ ଧନପତି। ଗୀତା ନ ଜାଣି ଅଧଗତି ବୁଝଇ ଗୀତା ଅର୍ଥ ନାହିଁ ସର୍ବଦା ନିଶ୍ଚଳ ଯେ ପାଇ ବେଦ ପାଠଟି କରୁଥାଇ। ଗୀତାର ଜ୍ଞାନ ତାର ନାହିଁ ନିଶ୍ଚଳ ତାର ପାଠ ବେଦ ଜୀବନ ଭୋଗ ଯେ ପ୍ରମାଦ। ଶତ୍ରୁ ହରାଇ ପାଠ କଲେ ସମସ୍ତ ପାପ କ୍ଷୟ ତୁଲେ। ଦେବ ମନ୍ଦିର ଶିବାଳୟ ଶାଳଗ୍ରାମ ଯେ ତୀର୍ଥ ପ୍ରାୟ ସେ ସ୍ଥାନ କଲେ ଗୀତା ପାଠ ସୌଭାଗ୍ୟ ତାର ହସ୍ତମୁଠ। ଯଜ୍ଞ ତୀର୍ଥ ଦାନ କରି ସେଥିରେ ତୃପ୍ତ ଗିରିଧାରୀ ସିଦ୍ଧିପୀଠ ଯଜ୍ଞ ସ୍ଥାନେ ସତ୍ସଙ୍ଗ ବିଷ୍ଣୁ ଭକ୍ତି ପୁଣେ। ପ୍ରମାଦରେ ଯେ ଗୀତା ପଢ଼େ ସିଦ୍ଧି ପ୍ରାପ୍ତି ତା ସହଜରେ। ନିତ୍ୟ ଦିନ ଯେ ଗୀତା ପାଠ ଅଶ୍ୱମେଧାଦି ଫଳ ପ୍ରାପ୍ତ। ଶ୍ରବଣ ସହଜ ପାଳନ ଯେଉଁ କରଇ ଯେ ଭଜନ ପରମପଦ ପ୍ରାପ୍ତ ହୋଇ ମୃତ୍ୟୁ ଅନ୍ତରେ ସୁଖେ ଥାଇ। ଗୀତାକୁ ରଖେ ଯତ୍ନ କରି ଜୟା ମିଳନ୍ତି ସୁସୁନ୍ଦରୀ ଶୁଦ୍ଧ ହୋଇଣ ଯେ ପଠନ ପଢ଼ିଲେ ସୁଖ ତା ସଦନ। ଗୀତାର କଥା ଗୃହେ ହେଲେ ସର୍ପାଦି ଭୟ ତାର ଦୂରେ ତ୍ରୟ ପାପ ଯେ ଦୂରେ ଥାଏ ଦୁର୍ଗତି ତାକୁ ନାହିଁ ଛୁଏଁ। କୁଷ୍ଠଙ୍କ ଠାରେ ନାହିଁ ପ୍ରୀତି ବସନ୍ତ ରୋଗ ସେ ପଡ଼ନ୍ତି ଅଭ୍ୟାସ ଗୀତା ଯାର ଥାଇ। ସାଧୁ ସଙ୍ଗତି ତାର ହୋଇ ଶୁଦ୍ଧ ଚିତ୍ତରେ ଯେ ପଠନ ଶରୀରେ ପାପ ନାହିଁ ସ୍ଥାନ। ଅତ୍ୟାଚାରୀ ଯେ ଅଭ୍ୟକ୍ଷ ଗୀତା ପାଠରେ ପାଏ ମୋକ୍ଷ। ଇନ୍ଦ୍ରିୟ ଯୋଗୁଁ ପାପ ମତେ ଗୀତା ପାଠରେ ପାପ ତୁଟେ। ଗୀତା ପାଠର ଯେଉଁ ସ୍ଥାନ ସେଠାରେ ନାହିଁ ଦୋଷ ଜାଣ। ଗୀତା ପଠନ ଯେ ଗୃହରେ ସ୍ୱର୍ଣ୍ଣ ସ୍ଫଟିକ ପୂର୍ଣ୍ଣ ତାରେ। ଯାମନ ଗୀତାରେ ରହିବ ସାତ୍ୱିକ ପଣ୍ଡିତ ବୋଲିବ ଯୋଗୀ ଯେ ଧନପତି ହୋଇ ଯାଜ୍ଞିକ ଜ୍ଞାନୀ ମତି ପାଇ। ଯେ ସ୍ଥାନେ ଗୀତା ପାଠ ପୁଣ ପ୍ରୟାଗ ତୀର୍ଥ ସେହି ଜାଣ। ଗୀତାର ପଠନ ଯେ ସ୍ଥାନ ଦେବ ଋଷିଙ୍କ ଯଜ୍ଞ ସ୍ଥାନ। ନାରଦ ପୁଣି ହୃଦ ସିଦ୍ଧ ତହିଁ ମିଳନ୍ତି ଯେ ଆନନ୍ଦ। ସେଠାରେ ଗୀତା ପାଠ କର ସେଠାରେ ରାଧା କୃଷ୍ଣ ମିଳ ପରମ ଭକ୍ତ ରାଧାରାଣୀ ଯୋଗେଶ୍ୱରଙ୍କ ମନ ଜାଣି। ଶ୍ରୀକୃଷ୍ଣ ବାଚ ବୁଝାଇ କହନ୍ତି ଗୋବିନ୍ଦ ଗୀତା ଜ୍ଞାନ ଯେ ମୋର ହୃଦ। ଗୀତାର ସ୍ଥାନ ଉତ୍ତମରେ ପରମ ପଦ ଗୁରୁ ସ୍ମରେ। ଗୀତାର ଜ୍ଞାନ ପ୍ରାପ୍ତି ହୋଇ ତ୍ରୈଲୋକ୍ୟ ପ୍ରାପ୍ତି ମୋର ହୋଇ। ପରମ ବିଦ୍ୟାଶାସ୍ତ୍ର ଏହି ସନାତନ ଯେ ବ୍ରହ୍ମ ସେଇ
अर्धमात्रा को पढ़े नित्य मो मन से ही स्थान स्थित गीता नाम को उच्चारिले पाप खंडन तत्क्षणे गीता सावित्री गीता गंगा चल ब्रह्मादि मुक्त संगा भ्रमनाश अर्धमात्रे त्रय देव दर्शन तत्ते एथिरो किछि नाही यान मन को कर स्थिर जन गीता पढ़ई धीर मने परम प्राप्ति मुख्य पणे होइन थाए ज्ञान सिद्धि मो वाक्य नाही आन विधि संपूर्ण गीता पठन रे अर्ध पढ़ई मोदो भरे पुण्य फल जे गोदानर व्यर्थ फल नाही यार त्रिभागो जदि अंश एक समोजाग जेता प्रत्यक्ष षडांश से पाठ कले स्थान प्राप्ति चंद्रालोकरे बहुत जन्म सेठी थाई गीता कथारे भ्रांत नई अध अध्यांश पढ़े जान रुद्रालोकरे बसे पुण अर्ध अध्याय पाठ कले आदित्यवास मनंतरे 10 गोटी जे 7 गोटी 7 गोटी जे 4 गोटी 3टी 2टी गोटिए अर्ध गोटिए जे अध्याय पठने ऐत बरस इंद्रलोकरे जाहि वास पद मध्यरु पद एक परम पद ताको प्राप्त पठन श्रवण कीर्तन करिले पाप जे खंडन गीता को सदा धरी थाई वैकुंठे स्थान तार पाई वही श्री विष्णु पार्षद मजे थाए जे मोर भाव गमन मार्गरे मध्यरे अध्याय गीता ताकनरे शुणिण मुक्ति से पाई एठारे संदेहटी नाही पितृसाधर समय रे गीता पाठ जे करे थरे तृप्त हुअन्ति पितृतार ए फले प्राप्ति स्वर्गद्वार संतोष होई पितृगणे कल्याण करन्ति संताने दानटी नेई गीता देले फल मिलई धेनु तुले सुवर्णे बांधी शास्त्र से ही बहुत पुण्य फल पाए ताहार पुनर्जन्म नाश श्रीमुख वाक्य विशेष एक शत जे गीता जान पुस्तक जेबे करे दान ब्रह्मपुर रे तार हीण संसारे नाही जन्म जान विष्णुपुर को जाए जान करिथिले से गीता दान गीता श्रवणे कले दान तोष हुअन्ति नारायण करन्ति अभीष्ट पुराण सद्गतिटी थाए जान संसारे विप्रंग जन्म क्षत्रिय वैश्य शूद्र पुण गीतामृत पान नाही अंतिमे अधगति पाई दुख नाश जे संसारे ताठारो ज्ञान नाही करे जनक आदि ऋषि जेते गीतारे होई से आश्रिते महापापर रक्षा पाई सिद्धंक मध्य गण्य से ही गीतार महिमा असीम उत्पत्ति हुए पाठे ज्ञान से ज्ञान मिले ब्रह्मपद प्राप्ति रे सिना की आनंद गीता अर्थ को गर्भ वही न माने नरके से पढ़ई कल्प भोगई कुंभे पाक जीवन तारा नाना कष्ट दिन गीता वचन को सुकर जनि प्राप्तिता को जो करे जे गीता चोरी गीता पाठ ता वृथा परी गीतार अर्थ न बुझई परमार्थ रे मन थाई पागल प्राय काटे दिन फल प्राप्ति ता नहीं जान जे जन गीता को श्रवण सुवर्ण पाठ वस्त्र जान जे जन करई ता दान परमात्मा जे सुख मन कहिण गीता को बुझाई ताहा को अन्न वस्त्र देई तोष करन्ति भगवान संतोष प्राप्ते नारायण गीता महात्मा पाठ तारे जे जन करे ना श्रद्धारे परिश्रमता वृथा हुए सुजोगेश्वरंक वाणी इए ए गीता महात्मा साथी रे पाठ करई जोगी तारे महात्मा सहजे श्रवण उभय धर्मर बंधन परम गति को प्राप्त होई अक्षय सुख भोगुताई गीता पठन सह अर्थ पढ़िवा लोके से कुतार्थ पुण्यर फलता असीम सर्वदा सुखी से ही जन गीते लिखिले पदध्यायी वैष्णव विपिनी जय मुहि द्वितीय अध्याय सांख्य योग अविनाशी अकलनीय एवं सनातन आत्मार ए जड़ शरीर केवल विनाशशील अटे तेणु ये भरत वंशज तुम्हें युद्ध कर ए जड़ शरीर स्वभावत विनाशशील यह संगे संगे विनिष्ट हो पारे किंबा 100 वर्ष पर हो पारे यह केवल समयर कथा अनिर्दिष्ट काल पर्यंत यह रक्षा करा जाई परिव नाही आत्मा एडे सूक्ष्म जे यहाकू शत्रु मध्य देखि परिव नाही आ मारिवा कथा कौन कहवा पूर्व श्लोकर वर्णना न जाई
ଏହା ଏତେ କ୍ଷୁଦ୍ର ଯେ ଏହାର ଆକାର ପ୍ରକାର ବିଷୟରେ କେହି କିଛି ଧାରଣା କରିପାରିବେ ନାହିଁ। ତେଣୁ ଉଭୟ ଦୃଷ୍ଟିରୁ ଦୁଃଖର କୌଣସି କାରଣ ନାହିଁ, କାରଣ ଜୀବାତ୍ମାକୁ ହତ୍ୟା କରାଯାଇପାରିବ ନାହିଁ। ତେଣୁ ଏହା ଅବିନାଶୀ କିମ୍ବା ଏ ଜଡ଼ ଶରୀରକୁ ସବୁଦିନ ପାଇଁ ରକ୍ଷା କରାଯାଇପାରିବ ନାହିଁ। ତେଣୁ ଏହା ବିନାଶଶୀଳ। ସୁଖ ଜୀବାତ୍ମା ତା'ର କର୍ମାନୁଯାୟୀ ଏ ଜଡ଼ ଶରୀର ଧାରଣ କରିଛି ଏବଂ ସେଇଥିପାଇଁ ଧର୍ମନୀତି ଅନୁସରଣ କରିବା ଉଚିତ। ବେଦାନ୍ତ ସୂତ୍ରରେ ଜୀବାତ୍ମାକୁ ଆଲୋକ ରୂପେ ବର୍ଣ୍ଣନା କରାଯାଇଛି, କାରଣ ତାହା ପରମ ଆଲୋକର ଅଂଶବିଶେଷ ଅଟେ। ଯେପରି ସୂର୍ଯ୍ୟାଲୋକ ସମଗ୍ର ବ୍ରହ୍ମାଣ୍ଡକୁ ରକ୍ଷା କରୁଛନ୍ତି, ସେହିପରି ଆତ୍ମାର ଆଲୋକ ଏ ଜଡ଼ ଶରୀରକୁ ରକ୍ଷା କରୁଛି। ଜୀବାତ୍ମା ଏ ଜଡ଼ ଶରୀରରୁ ବାହାରି ଗଲାଣି, ଏ ଶରୀର ପଚିବାକୁ ଆରମ୍ଭ କରେ। ତେଣୁ ଏଥିରୁ ଜଣାଯାଉଛି ଯେ ଜୀବାତ୍ମା ଏ ଶରୀରକୁ ରକ୍ଷା କରେ। ଏ ଶରୀର ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେଣୁ ଅର୍ଜୁନଙ୍କୁ ଉପଦେଶ ଦିଆଯାଇଅଛି, ଯୁଦ୍ଧ କର ଏବଂ ଧର୍ମ ସଂସ୍ଥାପନାର୍ଥେ ଜଡ଼ ଶରୀରକୁ ବିନାଶ କର। ଯେ ଏପରି ଭାବେ ଯେ ଜୀବାତ୍ମା ହତ୍ୟାକାରୀ କିମ୍ବା ସେ ହତ ହେଉଅଛି, ସେ କିଛି ଜାଣେ ନାହିଁ। ଯାହାର ଜ୍ଞାନ ଅଛି ସେ କଥା ଜାଣେ ଯେ ଆତ୍ମା ମରେ ନାହିଁ କି ମାରେ ନାହିଁ। ଯେତେବେଳେ କୌଣସି ଜୀବ କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ଭୀଷଣ ଭାବେ ଆଘାତପ୍ରାପ୍ତ ହୁଏ, ସେତେବେଳେ ଏହା ଜାଣି ରଖିବା ଉଚିତ ଯେ ଶରୀର ମଧ୍ୟରେ ଥିବା ଆତ୍ମା ହତ ହୁଏ ନାହିଁ। ଆତ୍ମା ଏଡ଼େ କ୍ଷୁଦ୍ର ଯେ ତାହାକୁ କୌଣସି ଭୌତିକ ଅସ୍ତ୍ରଶସ୍ତ୍ରର ହତ୍ୟା କରିବା ସମ୍ଭବପର ନୁହେଁ। ପୂର୍ବବର୍ତ୍ତୀ ଶ୍ଲୋକମାନଙ୍କରେ ଏହା ଜଣାଯାଇଛି, ଜୀବାତ୍ମା ନାଶଶୀଳ ନୁହେଁ, ତାହାକୁ କେହି ହତ୍ୟା କରିପାରିବେ ନାହିଁ, କାରଣ ତାହା ଦିବ୍ୟ ଭାବରେ ଗଠିତ। ଯାହା ନାଶଶୀଳ ବା ଯାହାକୁ ହତ୍ୟା କରାଯାଇପାରେ ତାହା ହେଉଛି ଏ ଶରୀର। ଏଥିରୁ ଅବଶ୍ୟ ଏକଥା ବୁଝିବାକୁ ହେବ ଯେ ଶରୀରକୁ ନାଶ କରିବା ଉଚିତ କିମ୍ବା ଶରୀରକୁ ନାଶ କଲେ କିଛି ଅସୁବିଧା ନାହିଁ। ବୈଦିକ ଉପଦେଶ ହେଲା ମା ହିଂସ୍ୟାତ୍ ସର୍ବଭୂତାନି, କାହାରି ପ୍ରତି ହିଂସା ଆଚରଣ କର ନାହିଁ। ପୁନଶ୍ଚ ଏଥିରୁ ଏକଥା ବୁଝିବାକୁ ହେବ ନାହିଁ ଯେ ଆତ୍ମା ତ ମରେ ନାହିଁ, ତେଣୁ ପଶୁବଧ କଲେ କ୍ଷତି କ'ଣ? ବିନା ଅଧିକାରରେ କୌଣସି ଜୀବର ଶରୀରକୁ ବଦ୍ଧ କଲେ ତାହା ବଡ଼ ଜଘନ୍ୟ କାର୍ଯ୍ୟ ଅଟେ ଏବଂ ରାଜ୍ୟରେ ବା ସରକାରଙ୍କ ନିୟମ ଅନୁଯାୟୀ ତଥା ଭଗବାନଙ୍କ ନିୟମ ଅନୁଯାୟୀ ମଧ୍ୟ ହତ୍ୟାକାରୀ ଦଣ୍ଡିତ ହେବ। ଅବଶ୍ୟ ଏଠାରେ ଅର୍ଜୁନ ଧର୍ମ ରକ୍ଷାର୍ଥେ ହତ୍ୟା କରିବା କାର୍ଯ୍ୟରେ ନିଯୁକ୍ତି ଅଛନ୍ତି, ସେ ମନ ଇଚ୍ଛା ହତ୍ୟା କରୁନାହାନ୍ତି। ଆତ୍ମାର ଜନ୍ମ ନାହିଁ ବା ମୃତ୍ୟୁ ନାହିଁ। ଏପରି ସମୟ ନଥିଲା ଯେତେବେଳେ ତାହା ନଥିଲା, ପୁଣି ଏପରି ସମୟ ହେବ ନାହିଁ ଯେତେବେଳେ ତାହା ନଥିବ। ତାହା ଅଜ, ଶାଶ୍ୱତ, ସର୍ବଦା ବିଦ୍ୟମାନ, ଅମର ଏବଂ ପୁରାତନ ଅଟେ। ଶରୀରର ମୃତ୍ୟୁରେ ତାହାର ମୃତ୍ୟୁ ହୁଏ ନାହିଁ। ପରମାତ୍ମାଙ୍କ ଅତି କ୍ଷୁଦ୍ର ଅଂଶ ଅଣୁ ଆତ୍ମା ଗୁଣରେ ପରମାତ୍ମାଙ୍କ ସହ ସମାନ। ଶରୀରର ଯେପରି ପରିବର୍ତ୍ତନ ହୁଏ ତାହାର ସେପରି ପରିବର୍ତ୍ତନ ହୁଏ ନାହିଁ। ବେଳେବେଳେ ଆତ୍ମାକୁ ସ୍ଥିର ବା କୁଟସ୍ଥ ବୋଲି କୁହାଯାଏ। ଶରୀରର ସର୍ବକାର ପରିବର୍ତ୍ତନ ହୁଏ। ଏହା ମାତୃଗର୍ଭରେ ଜନ୍ମ ଲାଭ କରେ, କିଛି କାଳ ରହେ, ବୁଦ୍ଧିପ୍ରାପ୍ତ ହୁଏ, କିଛି ସନ୍ତାନ ଉତ୍ପାଦନ କରେ, କ୍ରମେ କ୍ଷୀଣ ହୁଏ ଏବଂ ଅବଶେଷରେ ବିସ୍ମୃତ ଗର୍ଭରେ ଲୀନ ହୁଏ। କିନ୍ତୁ ଆତ୍ମାରେ ପ୍ରକାର ପରିବର୍ତ୍ତନ ହୁଏ ନାହିଁ। ଆତ୍ମା ଜନ୍ମ ହୁଏ ନାହିଁ, କିନ୍ତୁ ସେ ଏକ ଜଡ଼ ଶରୀର ଗ୍ରହଣ କରିଥିବାରୁ ଶରୀରଟି ଜନ୍ମ ହୁଏ। ଆତ୍ମା ସେଥି ସହିତ ଜନ୍ମ ହୁଏ ନାହିଁ କି ମରେ ନାହିଁ। ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ଅଛି। ଯେଣୁ ଆତ୍ମାର ଜନ୍ମ ନାହିଁ, ତେଣୁ ତାହାର ଭୂତ ଭବିଷ୍ୟତ ବର୍ତ୍ତମାନ ନାହିଁ। ତାହା ଶାଶ୍ୱତ, ଚିର ବିଦ୍ୟମାନ ଏବଂ ପୁରାତନ ଅଟେ, ଅର୍ଥାତ୍ ତାହା କେବେ ପ୍ରଥମେ ସୃଷ୍ଟି ହେଲା ତାର ଇତିହାସ ନାହିଁ। କେବଳ ଶରୀର ସମ୍ପର୍କରେ ଆମେ ଆତ୍ମାର ଜନ୍ମ ମୃତ୍ୟୁ ଆଦିର ଇତିହାସ ଖୋଜୁ। ଶରୀର ଯେପରି ବୃଦ୍ଧ ହୁଏ, ଆତ୍ମା କେବେ ହେଲେ ସେପରି ବୃଦ୍ଧ ହୁଏ ନାହିଁ। ତେଣୁ ତଥାକଥିତ ବୃଦ୍ଧ ବ୍ୟକ୍ତି ତାର ବାଲ୍ୟ କିମ୍ବା ଯୌବନର ଯେପରି ଭାବ ଅନୁଭବ କରୁଥିଲା ସେହିପରି କରେ। ଶରୀରର ପରିବର୍ତ୍ତନ ଆତ୍ମା ଉପରେ କୌଣସି ପ୍ରଭାବ ପକାଏ ନାହିଁ। ବୃକ୍ଷ ପରି ବା କୌଣସି ଜଡ଼ ବସ୍ତୁ ପରି ଆତ୍ମା କ୍ଷୀଣ ହୁଏ ନାହିଁ। ଆତ୍ମାର ମଧ୍ୟ କୌଣସି ଉତ୍ପାଦନ ନାହିଁ। ଶରୀର ଉତ୍ପାଦନ ହେଲେ ସନ୍ତାନ, ସେମାନେ ମଧ୍ୟ ଗୋଟିଏ ଗୋଟିଏ ଆତ୍ମା ଅଟନ୍ତି। କେବଳ ଶରୀର ଯୋଗୁଁ ସେମାନେ କୌଣସି ବ୍ୟକ୍ତିର ସନ୍ତାନ ରୂପେ ପ୍ରତୀତ ହୁଅନ୍ତି। ଆତ୍ମାର ବିଦ୍ୟମାନତା ଯୋଗୁଁ ଶରୀର ବୃଦ୍ଧି ଲାଭ କରେ,
କିନ୍ତୁ ଆତ୍ମାର ସନ୍ତାନ ନାହାନ୍ତି କିମ୍ବା ପରିବର୍ତ୍ତନ ନାହିଁ। ତେଣୁ ଆତ୍ମା ଶରୀରର ଷଡ଼ବିଧ ପରିବର୍ତ୍ତନ ଠାରୁ ମୁକ୍ତ। ଭଗବଦ୍ ଗୀତାର ଶ୍ଲୋକର ଅର୍ଥ ବା ଭାବାର୍ଥ ଯାହା, ଏ ଶ୍ଲୋକର ଅର୍ଥ ବା ଭାବାର୍ଥ ତାହା, କିନ୍ତୁ ଏ ଶ୍ଲୋକରେ ଗୋଟେ ସ୍ୱତନ୍ତ୍ର ଶବ୍ଦ ବିପଶ୍ଚିତ ଅଛି, ଯାହାର ଅର୍ଥ ଜ୍ଞାନୀ, ଅର୍ଥାତ୍ ଯାହାର ଜ୍ଞାନ ନାହିଁ। ଆତ୍ମା ଜ୍ଞାନମୟ ଅର୍ଥାତ୍ ସର୍ବଦା ଚେତନଶୀଳ। ତେଣୁ ଚେତନା ହେଉଛି ଆତ୍ମାର ଲକ୍ଷଣ। ହୃଦୟରେ କେଉଁଠି ଆତ୍ମା ବିଦ୍ୟମାନ, ଏହା ଅବଶ୍ୟ କେହି କଦାପି ବାହାରେ କରିପାରିବେ ନାହିଁ। ତାହା ହେଲେ ବି ଚେତନାର ବିଦ୍ୟମାନତା ଯୋଗୁଁ ବ୍ୟକ୍ତି ଆତ୍ମାର ବିଦ୍ୟମାନତା କଥା ବୁଝିପାରିବ। ବେଳେବେଳେ ଆକାଶ ମେଘୁଆ ହୋଇଥିବାରୁ ଆମ୍ଭେମାନେ ଆକାଶରେ ସୂର୍ଯ୍ୟଙ୍କୁ ଦେଖିପାରୁନାହୁଁ, କିନ୍ତୁ ସୂର୍ଯ୍ୟାଲୋକ ବରାବର ରହିଛି ଏବଂ ସେଇଥିରୁ ଆମେ ବୁଝିପାରୁ ଯେ ବର୍ତ୍ତମାନ ଦିବସ ଅଟେ। ବଡ଼ି ସକାଳେ ଯେତେବେଳେ ଆମେ କିଛି ସୂର୍ଯ୍ୟାଲୋକ ଆକାଶରେ ଦେଖୁ, ସେତେବେଳେ ଆମେ ବୁଝିପାରୁ ଯେ ସୂର୍ଯ୍ୟ ଆକାଶରେ ଅଛନ୍ତି ବା ସୂର୍ଯ୍ୟ ଉଦୟ ହେଲେଣି। ଠିକ୍ ସେହିପରି ମାନବ ହେଉ ବା ମାନବେତର ପ୍ରାଣୀ ହେଉ, ଯେତେବେଳେ ଆମେ ସେ ଶରୀରମାନଙ୍କରେ କିଛି ଚେତନା ଦେଖିବାକୁ ପାଉ, ସେତେବେଳେ ଆମେ ବୁଝିପାରୁ ଯେ ଶରୀରରେ ଆତ୍ମା ବିଦ୍ୟମାନ। ଆତ୍ମାର ଏହି ଚେତନା ପରମାତ୍ମାଙ୍କ ଚେତନା ଠାରୁ ଭିନ୍ନ, କାରଣ ପରମ ଚେତନଙ୍କର ଭୂତ ଭବିଷ୍ୟତ ବର୍ତ୍ତମାନ ସମସ୍ତ ଜ୍ଞାନ ଥାଏ, କିନ୍ତୁ ଜୀବାତ୍ମାର ଚେତନା ଏସବୁ ଭୁଲି ଯାଇଥାଏ। ଯେତେବେଳେ ସେ ତାହାର ପ୍ରକୃତ ସ୍ୱଭାବ ବା ସ୍ୱରୂପ ସ୍ଥିତିକୁ ଭୁଲିଯାଏ, ଯେତେବେଳେ ସେ କୃଷ୍ଣଙ୍କ ଶିକ୍ଷାରୁ ପରମ ଜ୍ଞାନ ଲୋକ ବା ଶିକ୍ଷା ପ୍ରାପ୍ତ ହୁଏ, କିନ୍ତୁ କୃଷ୍ଣ ଭୁଲି ଯାଇଥିବା ଆତ୍ମା ପରି ନୁହନ୍ତି। ଯଦି ତାହା ହୋଇଥାନ୍ତା, ତାହେଲେ କୃଷ୍ଣଙ୍କର ଏହି ଭଗବଦ୍ ଗୀତା ଶିକ୍ଷା ବ୍ୟର୍ଥ ହୋଇଯାଇଥାନ୍ତା। ଦୁଇ ପ୍ରକାର ଆତ୍ମା ଅଛନ୍ତି, ଯଥା କ୍ଷୁଦ୍ର ଅଣୁ ଆତ୍ମା ଓ ଏବଂ ପରମାତ୍ମା ବା ବିଭୁ ଆତ୍ମା। ଉଭୟ ଜୀବାତ୍ମା ପରମାତ୍ମା ଜୀବର ଶରୀର ବୃକ୍ଷରେ ହୃଦୟ ମଧ୍ୟରେ ଅବସ୍ଥାନ କରୁଛନ୍ତି। ଯେଉଁ ବ୍ୟକ୍ତି ପରମାତ୍ମାଙ୍କ କୃପାରୁ ସମସ୍ତ ଭୌତିକ କାମନାରୁ ତଥା ଦୁଃଖୀ ଶୋକରୁ ମୁକ୍ତ, ସେ ହିଁ ଆତ୍ମାର ମହାତ୍ମା ବୁଝିପାରିବ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପରମାତ୍ମାଙ୍କର ଉଦ୍ଭବ ସ୍ଥଳ ପରବର୍ତ୍ତୀ ଅଧ୍ୟାୟମାନଙ୍କର ଏକଥା ଜଣାପଡ଼ିବ। ଅର୍ଜୁନ ହେଉଛନ୍ତି ଅଣୁ ଆତ୍ମା, ଯିଏକି ନିଜର ସ୍ୱରୂପ ସ୍ଥିତିକୁ ଭୁଲି ଯାଇଛନ୍ତି। ତେଣୁ ସେ କୃଷ୍ଣଙ୍କ ଠାରୁ କିମ୍ବା ତାଙ୍କର ଉପଯୁକ୍ତ ପ୍ରତିନିଧି ଥିବା ଗୁରୁଙ୍କ ଠାରୁ ଜ୍ଞାନଲୋକ ପ୍ରାପ୍ତି ହେବା ଦରକାର।